हेलो। हाँ सर कौन? हाँ बाबा टे कथा हेबे। आज्ञा हेलो सर नमस्कार। नमस्कार कर तुम कहल गोटे कथा करुच गोटे कथा सर करुच कथा कौन किए करिया सर हिसाब गाँ से किताब डिस्प्यूट नहीं सब भ्रमण छे ए नहीं सॉरी नहीं केन्दुपत्र। नहीं 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 ये तुम जो मान आज 15 दिन संसाद कथा होते आम सेमती भाविले कि हमको नाଇଁ सर मोर 100 भरोसा नहीं मु नहीं बहुत आई भल पाए आई सर। एम सरोज पाड़ी हाँ सर। ये व्यवहार ठीक नहीं सर ये तुम जो मो बात डिस्प्यूट शुणिले कि सेमाने नहीं कर देछन गाँ आपण इनक्वायरी करंदु एबे मते तांक मते ट्रैक्टर तुम सीरियल जानिछ कढौजति कि सर। नहीं मते गोटे प्रश्न उत्तर दे मते जानिछ ना भल भाव हाँ भला जानि सर। भल भाव जानिछ आसिल मो संगे कथा हेलो पुणी नहीं सर देखा नहीं बंद साक्षात हेला तो नहीं जो पानी कथा नहीं पळेला आमे बार्ता मासे नहीं 8 तारिख बंद अछि रेमो। तमे 8 तारिख बंद थाउ 5 मास बंद थाउ 2 दिन बंद आज्ञा थाउ आज्ञा कि चलै थाउ सर। कथार मूल्य रहा दरकार हाँ सर कथाटा मु सर जोटा केन्दुपत्र कथार विषय रे। मूल्य नहीं से सरोज पाड़ी नहीं आज्ञा आज्ञा अंडरस्टैंड हाँ सर। आ कौन सार सारू कौन मिलियो मते तो कहले मु 2-3 दिन भीतर आसुची आज बंद देखा नहीं कि सकात नहीं ନାଇଁ ତ ଘାଟ ତ ବନ୍ଦ ହେଲା କେନ୍ଦୁପତ୍ର କିଛି ଡିସାଇଡ୍ ହେଇପାରିଲାନି ତ ସାର୍ ମୁଁ ଟିକେ ରହିଗଲି ମୁଁ କହିଥିଲି ବାପା नहीं नहीं ଯେ तुम ଏମିତି लोग କେନ୍ଦୁପତ୍ର मते जहाँ ଡିସ୍ପ୍ୟୁଟ୍ जना ଅଛି। पड़ती तुम बिजनेस लाइन रो लोक नुह सुविधावादी लाइन रो लोक ନାଇଁ ମୁଁ सुविधा ନାହିଁ ସାର୍। हाँ ସୁବିଧା ଯଦି ମୁଁ से କେବେ ହେଲେ तुम ସେମିତି एबे ହବି से ଆଜ୍ଞା घाट ଆଗକୁ किए ଆମେ ସବୁବେଳେ चलाउची ଦେଖଉ ନା। बेसिकी ନାଇଁ ସାର୍ ମୁଁ ସେଇ ଟାଇପ୍ ର ନାହିଁ गुड़ीसर भी किए चलाउची କେନ୍ଦୁପତ୍ର गुड़ीसर ଗୁଡିଶର ନାଇଁ ସେଟା ତ ପାକିଟ ରେଣ୍ଟ ହଁ ସେଟା ତ ଆମର ଆଗ ମୋର ସାର୍ ଅଛି ସେଟା ଟେଣ୍ଡର। चलाउछ तो ହଁ ବନ୍ଦ ଅଛି 8 ତାରିଖଠୁ। 8 तारिख तुम पैसा दबो बोली कहले गुड़ीसर पैसा कहीं देलन तो ନାଇଁ ଗୁଡିଶର ସାର୍ 2 ଚାଲିନି ମୁଁ मास ହେଲା ବାପୁକୁ ଦେଇନ ନେଇକିରି ତମେ ଖାଲି 2 पैसा ଲକ୍ଷ ଟଙ୍କା ଦେଇଥିଲି ଜଷ୍ଟ ଯେ ମାଗିଲେ ପରେ। ନାଇଁ ନାଇଁ 2 ଆଉ ମାସର କହିଲେ ଯେ ପଇସା ରାନିଂ ହେଲା ତମେ 2 ପରେ ମୁଁ ମାସ ହେଲା ଦେଇଲି ବର୍ତ୍ତମାନ ତ ବିଲକୁଲ ବନ୍ଦ ଟଙ୍କା ହେଇଗଲା ଟିକେ ସାର୍ ଆଉ ଦେଇନ କଣ କରିବା। ହାଁ ମୁଁ ବାପା ମାଗିଲା ପରେ 2 ଲକ୍ଷ ଦେଇଥିଲି ତାପରେ ତ ପାଣି ସେତେବେଳେ ପଳେଇଲା ଆସିଥିଲ ବନ୍ଦ କୋଉଦିନ ହେଇଯାଇଛି 2 ଘାଟ ମାସ ସାର୍ ହେଲା ବନ୍ଦ ତମେ ଅଛି ଚଲେଇଛ ଘାଟ। କାହିଁ କିଛି କହିନ ଆଉ ନାଇଁ ଘାଟ ତ ବନ୍ଦ ଅଛି ତାପରେ ସେ ନାଇଁ ଯୋଉ ନାଇଁ ପେନାଲ୍ଟି ନାଇଁ ଯାହା ନାଇଁ ପଡିଯାଇଥିଲା ନାଇଁ ସେ ନାଇଁ ପେନାଲ୍ଟି। ତମର କଥା କିଛି ଇଏ ନାଇଁ ଠିକ ଠିକଣା ମତେ ଲାଗୁନି ନାଇଁ ସାର୍ ଏମିତିରେ ଠିକ ହୁଏନି ବୋଲେ ସବୁ ହଁ କେନ୍ଦୁପତ୍ର ଟା ଆରମ୍ଭ ହେଇସାରିଲେ ସବୁ ମେକଅପ୍ ହେଇଯାଇଥିଲି ମୁଁ ଭାବିଲି ବୋଲେ କେନ୍ଦୁପତ୍ର ତ ଡିସ୍ପ୍ୟୁଟ୍ ଛିଡୁନି। ନାଇଁ ତମ ଡିସ୍ପ୍ୟୁଟ ସେଟା କିଏ ସେଟା ୟାକୁ ସବଲିଜର ଦେଇ ଦେଇଛ ପରା କାହାକୁ? ହଁ କେନ୍ଦୁପତ୍ର ତ ସେଟା ମୁଦୁଲିକୁ ଆପଣଙ୍କ ଏରିଆଟା କେନ୍ଦୁପତ୍ର ତ କିଛି ଠିକ ହେଲାନି ସାର୍ ସିଏ ତ। ସେ ମୁଦୁଲିକୁ ତମ ଗୁଡିସର ଟା ଦେଇ ଦେଇଛ ପରା ନାଇଁ ସବଲିଜରେ ସିଏ ମୁଦୁଲି କି ଆଜ୍ଞା ମୁଁ ଲିଜ୍ ହୋଲ୍ଡର ମୁଦୁଲି କଣ ଦେଇଦେବି ସାର୍। ମୋ ପାଖରେ ଏଗ୍ରିମେଣ୍ଟ କପି ଥୁଆ ହେଇଛି ତମେ ଦେଇ ନାଇଁ ଦେଇଛ ମୁଦି କିଛି ନାହିଁ ତାକୁ ସେ ଯୋଉ 2022 ରେ ପରେ ତାକୁ ଖାଲି ବୁଝିବାକୁ ଦିଆଯାଇଥିଲା ବୋଲେ ସେ ନାଇଁ ଭାଇ ବୁଝିଲାନି କି ପଇସା ବୁଝିବାକୁ ଦେଲାନି ସେ ଦେଇଥିଲେ ଆଉଟ୍ କଣ ହେଇଗଲା। ଦେଇଥିଲ ଏଗ୍ରିମେଣ୍ଟ ତ କରିଛ ନା ଏଗ୍ରିମେଣ୍ଟ କପି ମୋ ପାଖରେ ଥୁଆ ହେଇଛି ଏଗ୍ରିମେଣ୍ଟ ତାକୁ ମୁଁ ଦିଟା ପାୱାର ଫେଲ ପ୍ୟାଟର୍ନ ଦେଇନି ରିପୋର୍ଟ ଥୁଆ ହେଇଛି ପାୱାର ମୋ ପ୍ୟାଟର୍ନ ପାଖରେ ଦେଇନି ତାକୁ। ହଁ ତାକୁ ପାୱାର ପ୍ୟାଟର୍ନ ମୁଁ ଦେଇନି ଜଷ୍ଟ ପାୱାର ବୁଝିବାକୁ ଖାଲି ଦିଆଯାଇଥିଲା ଏଗ୍ରିମେଣ୍ଟ ହଁ। ଅର୍ଥ କଣ ଦିଟା ଏଗ୍ରିମେଣ୍ଟ ଏଗ୍ରିମେଣ୍ଟ କିଛି ନାହିଁ ସେ ମୋର ସେ ସମୟରେ ମୁଁ ଯୋଉ ମୋର ସ୍ୱାସ୍ଥ୍ୟ ଭଲ ନଥିଲା ତାକୁ ମୁଁ ତମେ ଏମିତି ବୁଝିବାକୁ ଜଣେ 4 ମାସ ଓକିଲ ଦେଲି ଏ 4 ମାସ ମତେ ପରେ ସେ କଣ ପଇସା ଦେଲାନି ପଇସା ନ ଦେଲା ପରେ ସେ ଅଟୋମେଟିକ ନାଇଁ ଆଉଟ୍ ତମ ହେଲା ହେଲା। ପଇସା ଦେଲା ନଦେଲା ସେ କଥା ମତେ କୁହନା ହୁଁ ହୁଁ ଏଗ୍ରିମେଣ୍ଟ ର ଅର୍ଥ କଣ ତମେ କରିଛ ଦିଟା ମୋ ପାଖରେ ଥୁଆ ହେଇଛି ଏଠି ମୋ ସାମ୍ନାରେ ହଁ ସାର୍ ଥୁଆ ହଉ ଠିଆ ହେଲେ ହଁ ବର୍ତ୍ତମାନ ସିଏ ମୋର ପାର୍ଟନର ଏତେ ନାହିଁ ମାନେ ସିଏ ତାକୁ ମୁଁ ପାୱାର ପ୍ୟାଟର୍ନ ଦେଇନି ସିଏ ଏଇଟା କିଏ କୋଉ ମୁଁ ତ ଲିଜ୍ ପର୍ଯ୍ୟନ୍ତ ଅଛି ହୋଲ୍ଡର। ଦିଟା ବା 3 ବର୍ଷ ପାଇଁ ଅଛି ଏଠି ହଁ ଆମ ସିଆଡେ 27 ରେ ସରିଯିବ ଆଉ। 27 3 ବର୍ଷ ତମେ ଦେଇ ଦେଇଛ ଏଇଟାକୁ ନାଇଁ ନାଇଁ ମୁଁ ପାୱାର ଆଉ ବଟନ ତମର ଦେଇନି କଣ ତାକୁ। କହୁଛ ସୁଧା ତାକୁ ପାକିଟି ମୁଁ ପାୱାର ବଟନ ଦେଇନି ଆପଣ ଭଲ ଭାବରେ ଦେଖନ୍ତୁ। ପାୱାର ଆପେଟିନ୍ ନାହିଁ ଭାଇ ଏଗ୍ରିମେଣ୍ଟ ଟା କରିଛ ତା ନାଇଁ ସାଙ୍ଗରେ ତମେ ଏଗ୍ରିମେଣ୍ଟ ଯୋଉ ସମୟ ବୁଝିଲା ସେ ଏଗ୍ରିମେଣ୍ଟ ସେ ଫୁଲଫିଲ୍ କରିପାରିଲେନି ମତେ ପଇସା ସେ ଆଁ ଟୋଟାଲ ଦେଲାନି ଯାହାଫଳରେ ସେ ଡିଫଲ୍ଟର ହେଲା ତେଣୁ ସେ ଆଉଟ୍ ହେଲା। ଡିଫଲ୍ଟର ହଉ କି କଣ ହଉଛି ଏଗ୍ରିମେଣ୍ଟ ତ ଅଛି ନା ତା ନାଁରେ ଏଗ୍ରିମେଣ୍ଟ ଥିଲେ କିଛି ହବ ଏଗ୍ରିମେଣ୍ଟ ଅନୁସାରେ ସେ ଫଲୋ କଲା କି ଏଗ୍ରିମେଣ୍ଟ ଖାଲି କଣ ଲେଖିଦେଲେ କରିବ ହେଲା ତମେ କି। ତାର କହୁନ ଏଗ୍ରିମେଣ୍ଟ ତ ତା ନାଁରେ କରିଦେଇଛ ତମେ ଏବେ କିଛି ତା ନାଁରେ କିଛି ବୁଝିବାକୁ ଖାଲି କୁହା ହେଇଥିଲା ପଇସା ସେ ଦେବେ ବୋଲି କହିଲା ପଇସା ମତେ ସେଥିରେ ତ ଦେଲାନି। ଲେଖା ହେଇନି ଏଥିରେ ଆଜ୍ଞା ହଁ ବୁଝିବା ପାଇଁ ପଇସା ଲେଖା ଲେଖା ହେଇନି ହେଇଥିଲା ପଇସା ଲେଖା ହେଇଥିଲା ସେ ମତେ ଦେଲାନି ପଇସା ତେଣୁକରି ସେ ଆଉଟ୍ ହେଲା। ଆଉଟ୍ ହେଲା ବୋଲି କହିଲେ ତମେ ପାଟିରେ ଆଉଟ୍ କାଗଜ ପତ୍ର ଆଉ ଲେଖିକି କାଗଜ ଦେଇଛ ପତ୍ର କେତେ ସେ ଦାବି କହିଲା ମୋର ଚଲେନି ସେ ସମୟରେ ଯିଏ ତହସିଲଦାର ହେଲେ ଥିଲେ କଣ ଏଡିଓ କରିବ ସବୁ ଥିଲେ ତମେ ସେ ଭାଇ କୁହ ବିଷୟରେ ମତେ ଏତେ କଥା ବୁଝୁନ ତମେ ସେ ବିଷୟରେ ଜାଣିଛନ୍ତି ଆଇନ ସବୁ ଅନୁସାରେ ମାନେ ଥାନା ବି ସତର୍କ ଜାଣିଛି ସମସ୍ତେ ଜାଣିଛି କଲେକ୍ଟର ଭୁବନ ସାର୍ ଏ ବିଷୟରେ ସବୁ ଜାଣିଥିଲେ ତା କଲେକ୍ଟର ବିଷୟରେ। ଜାଣନ୍ତୁ ଯିଏ ଜାଣନ୍ତୁ ମୋର ସେଥିରେ କିଛି ଦେବାର ନେବାର ନାହିଁ ବାପା ମତେ ଆଜ୍ଞା ଆଜ୍ଞା କଲେକ୍ଟର ରାମ ଭୀମ ମତେ ବୁଝନ ସାର୍ ବୁଝିଲ ସାର୍ ନା ଡୋଣ୍ଟ ସେ ଲାଇକ୍ ଦିସ୍ ଆଜ୍ଞା। ମତେ କଣ ତମେ ଆଇନ ବୁଝଉଛ ଇଏ ବୁଝଉଛ ନାଇଁ ନାଇଁ ତମେ ମତେ ଆପଣ ଭାବିଲ କି ସେ କହିଲେ ଇଏ ତାକୁ ଭଳିଆ ଦେଇଦେବି କହିଲୁ ମୁଁ ତାକୁ ଦେଇନି ତାକୁ କୁଆଡେ ଦେଇଥିଲି ପାୱାର ଦେଇଦେଲେ ବଟନ କଣ ଦେଇଥିଲି ଏଗ୍ରିମେଣ୍ଟ ଟା ମୋ ଦେଇଥିଲେ ହେଲା। ପାଖରେ ଥୁଆ ହେଇଛି ହଁ ପାଖରେ ଏଠି ଛୁଆ ହେଲେ ତାକୁ ପାୱାର ବଟନ ମୁଁ ଦେଇନି ସେ ପାୱାର ବର୍ତ୍ତମାନ ଅଫ୍ ଆଟର୍ଣ୍ଣି କଣ ଏଗ୍ରିମେଣ୍ଟ ଅର୍ଥ କଣ ପାୱାର ଅଫ୍ ଆଟର୍ଣ୍ଣି ଏଗ୍ରିମେଣ୍ଟ ଦିଟା ଅର୍ଥ ଡିଫରେନ୍ସ ୟୁ ନୋ ଏଗ୍ରିମେଣ୍ଟ 17 ପର୍ଯ୍ୟନ୍ତ ଦିଆହେଇଛି ତାକୁ ମୁଁ ହାତ କାଟିକି ଦେଇନି ତାକୁ 17 ବୁଝିବାକୁ ପର୍ଯ୍ୟନ୍ତ ଜଷ୍ଟ ଅଛି ଯୋଉଟା ଦିଆଯାଇଥିଲା। ତାକୁ ବୁଝିବାକୁ ଦିଆଯାଇଥିଲା କଣ୍ଡିସନ କରାଯାଇଥିଲା ସେ ମନ୍ଥଲି ମତେ ଦେବି ବୋଲି ସେ ଆରେ ଭାଇ ଦେଲାନି ସେ କଣ ଲେଖା ଫୁଲଫିଲ୍ ହେଇଛି ତମେ କରିପାରିଲାନି। ପଢିକିରି ଏଇଟା ସତ କରିଛ ନା ଖାଲି ସତ ହଁ କରିଛ ଖାଲି ସନ୍ଦେହ କଲେ ସେ ମତେ ଏଗ୍ରିମେଣ୍ଟ ଯୋଉ ପ୍ରକାର କରିଥିଲା ସେ ସମୟରେ ସେ ଫୁଲଫିଲ୍ କରିପାରିଲାନି ମତେ ଦେଲାନି ପଇସା ନଦେଲେ ତାକୁ ମୁଁ ଛାଡିକି ନଦେଲେ ଗଲେ ତମେ ତ ଏଗ୍ରିମେଣ୍ଟ ରୁ ଇଏ କଲନି ଏଗ୍ରିମେଣ୍ଟ ଇଏ ବୁଝିଦେଲ କଲେ ସେ ତମ ଧରାଇବନି ଏଗ୍ରିମେଣ୍ଟ ଦେଲାନି ଆମର ରେମ୍ ଚାଇପ ଗୋଟେ ବର୍ଷେ ମତେ ସେ ଚଲେଇ ଦେଲେନି ବର୍ଷେ ସେ ଲସ୍ ନାଇଁ ମତେ ଭାଇ ଦବ।
ଯଦି ସିଏ ନ କଲେ ନା ତମେ ଖାଲି agreement ଟେଣ୍ଡର ହେଇଛି ଆମର ତାକୁ 1.5 ବର୍ଷ ଇଏ ଚାଲିନି ରେମ୍ବୁ ସେ ବନ୍ଦ କରିକି ରଖିଲେ ତ ତାର ଲସ୍ କିଏ ଦବ? ହଁ? 1.5 ବର୍ଷ ଆରେ କାଳ ସେ ତମର ବନ୍ଦ loss କରି କିଏ ରଖିଲେ, ଦବ କି ଦେଲା ନଦବ? ପରେ ମୁଁ ସେ ଆଉ ଯେତିକି ଚଲେଇଲେନି। ଜାଣିଛି ମୁଁ ତାକୁ ଯୋଉ ଏଗ୍ରିମେଣ୍ଟ ଦେଲି ଘାଟ ଚଲେଇବାକୁ କହିଲା, ଘାଟ ଚଲେଇଲାନି। ଚଲେଇଲା କି ଯଦି ନ ଚଲେଇଲା ଏଗ୍ରିମେଣ୍ଟ ହଁ ମୋର ସେ ଧରା ଛୁଆଁ ଦେଲାନି ପରା। ମୋ ୱାଇଫ ହେଲେ ମୁଁ କଣ କରିବ ନେଇକିରି କଣ? ଅନ୍ୟ ଆଇନ ରେମ୍ବରେ ଚଲେଇଲା। ଅନୁଯାୟୀ ମୋ ତା ୱାଇଫ ପାଖରେ ମୁଁ ଅଛି। ନେଇକିରି ପୁରସମପୁରରେ ଚଲେଇଲା। ସେ ସମୟରେ ମୁଁ ତହସିଲଦାରକୁ କହିଲି, ତହସିଲଦାର କହିଲେ ଆରେ ଭାଇ ସେମିତି ଶୁଣ, ମୋ କାହିଁକି କଥା କଲ? ଶୁଣାଛୁ, ତା ଭାଷଣ କାହିଁ ଦଉଛ? ଆଜ୍ଞା ଭାଷଣ ଦିଅ ନା, ଭାଷଣ ତ ଆମେ ଦେବାକୁ କହୁଛୁ, ତମେ କାହିଁ ଭାଷଣ ଦଉଛ? ତେଣୁ ମୁଁ ତାକୁ ସେମିତି କିଛି ପାୱାର ଅଫ ଦେଇନି। ହେଇଟି ପାୱାର ପେଟେନି ନା ଭାଇ, ମୋ ପାଖରେ PCH ପାଣିଗ୍ରାହୀ, ବେରମପୁର, ଗଞ୍ଜାମ, ହଁ ପୁରା ଏଗ୍ରିମେଣ୍ଟ ତାକୁ କପିଟା ଅଛି ମୋ ପାଖରେ। ହଁ ତାକୁ ବୁଝିବାକୁ ଦିଆଯାଇଥିଲା, ତାକୁ ମୁଁ ଦେଇନି। ବୁଝିବାକୁ ସିଏ ଦେଖିନ ଭାଇ ତମେ ଲିଜ ବା, ହୋଲ୍ଡର ମୁଁ ନିଜେ ଅଛି, ମୁଁ ଡିଲିଂ କରୁଛି, ମୁଁ ପଇସା ତମେ ବାନ୍ଧିକିରି ଶୁଣ ମେଣ୍ଟେନ ଭାଇ, କରୁଛି। ତମେ ଡିଲିଂ କଲେ କିଛି କରିପାରିବ? ଆଇନ ଅନୁସାରେ ଏଇଟା ହଉଛି ମୁଦୁଲି ହଉଛି ଆର ହକଦାର 27 ପର୍ଯ୍ୟନ୍ତ। ହୁଁ ତମର କିଛି ନାହିଁ ଏବେ। ହଁ ମୁଁ ତ ଏବେ ରୟାଲି ବାନ୍ଧିଛି ନିଜେ। ଯଦି ତମେ ହକଦାର ବାନ୍ଧିଲେ ନାହିଁ, ମୁଁ କଣ ରୟାଲି ଭାଇ, ବାନ୍ଧିକିରି ମତେ ଏଗ୍ରିମେଣ୍ଟ ୱାଇ ତା ଫାର୍ମ ନାଁରେ ଗଭର୍ଣ୍ଣମେଣ୍ଟ ପ୍ରୁଭ କେମିତି ଦେଲା? କରିଦେଲ। ମତେ ୱାଇ ଫାର୍ମ ଗଭର୍ଣ୍ଣମେଣ୍ଟ କେମିତି ଦେଲା? ମୁଁ ତ ପଇସା ବାନ୍ଧିଲି ଏବେ। ଏ ଯୋଉ ରୟାଲି ତମେ ପଇସା ମୁଁ ପାଇଛି, ବାନ୍ଧିଲ, ତାଠୁ ମୋ ଆଇନି ନା। କଥାଟା ବୁଝିବାର ଅଛି ନା। ତମେ ତମେ ଆମ ଘରେ କଣ ଆଇନଟା ଅଛି କି? ନାଇଁ ନାଇଁ ଘରେ ଆଇନ ନାହିଁ, ପଇସା ତ ମୁଁ ବାନ୍ଧୁଛି, ମୁଁ ଲିଜ ହୋଲ୍ଡର, ମୁଁ ତମେ ପଇସା ବାନ୍ଧିଲେ ବାନ୍ଧିଲି କଣ ହବ? ରୟାଲିଟି, ମୁଁ ୱାଇ ଫାର୍ମ ଆଣିଲି, ରିସିଭ୍ କଲି। ତମେ ୱାଇ ଫର୍ମ ରିସିଭ୍ କରିଲ, ସବୁ କରିବ, ହୁଁ କିନ୍ତୁ ଏଗ୍ରିମେଣ୍ଟଟା ତା ନାଁରେ ଅଛି ନା। ହଁ ଥାଉ, ସିଏ ନଉ ନହେଲେ କଣ ଅସୁବିଧା? ହେଲେ ଆମେ କାହା ସାଥିରେ କଥାବାର୍ତ୍ତା କରୁ? ହଁ କରନ୍ତୁ। ଆମେ ତମ ସାଥିରେ କଥାବାର୍ତ୍ତା କଲୁ, ତମେ ତ ଧରା ଛୁଆଁ ଦେଲନି କି ନା ଦେଖା ଧରା ସାକ୍ଷାତ ଛୁଆଁ ଦେଲନି। ମିଳିଲେ ଆଜ୍ଞା ଚାଲିନି, ଘାଟ ଚାଲିନି ଆଜ୍ଞା, ତମେ ବନ୍ଦ ଘାଟ ଅଛି ଆଉ। ଚଲା ନ ଚଲାଏ ବାବୁ। ଡୁ ୟୁ ଥିଙ୍କ ଆଇ ଏମ୍ ଏ ବିଜନେସମ୍ୟାନ? ଆଜ୍ଞା ମୁଁ କଣ ବିଜନେସମ୍ୟାନ ତମ ଭଳି ହେଇଛି? ନାଇଁ ନାଇଁ ବିଜନେସ ମ୍ୟାନ ମୁଁ ଆଉ କଣ କହୁଛି ୟୁ କି ଆର୍ ଟକିଂ ଲାଇକ୍ ଦିସ୍? ଜିନିଷଟା କହିଲେ ଏଟା ତାର ବୋଲି କହିଲେ ତ ମୁଁ କହୁଛି, ତାର କୁଆଡେ ତାର ଏଟା ହବ? ଏଗ୍ରିମେଣ୍ଟଟା ଅଛି ତାର, ଆଜ୍ଞା। ତାର ତମେ ହେଲେ କହୁଛ ସିଏ ନଉ ଅଫିସିଆଲ ଆଜ୍ଞା, ମ୍ୟାଟର। ସିଏ ନେଲେ ନଉ, ତା ନାଁରେ କରିଦଉ, ନହେଲେ ଏବେ କିଛି ମୋ ତାହେଲେ ଦୁଃଖ ନାହିଁ ସାର୍। ଦୁଃଖ କଣ କରିବାର ଅଛି କି? ତମେ ତ ହାତ କାଟିକି ଲେଖିକି ହଁ ଦେଇଦେଇଛ। ମୁଁ କିଛି ହାତ କାଟି ଦେଇନି, ପାୱାର ଦେଇନି। ମୁଁ ବର୍ତ୍ତମାନ ରୟାଲି ବାନ୍ଧିକିରି ମୁଁ ରିସିଭ୍ ଭରୁଛି, ମୋ ନାଁରେ ଲିଜ ହୋଲ୍ଡର ଶୁଣ, ଅଛି ହେଲା। ତାର କିଛି ନାହିଁ, ତା ନାଁରେ କିଛି ନାହିଁ। ଶୁଣ ଭାଇ, ମତେ ତମ ଭିତରେ ବୁଝାବୁଝି ହୁଅ, କଣ କରିବ ମତେ ହଁ କିଛି ସେଇଟା କହିବ। ବୁଝାବୁଝି ସମୟ ହବ। ଇଏ ତମେ ବୁଝ, ଆମେ ଯାହା କଥାବାର୍ତ୍ତା କରୁ, ବର୍ତ୍ତମାନ ମୁଦୁଲି ସାଙ୍ଗରେ କଥାବାର୍ତ୍ତା କରୁ। କରନ୍ତୁ। ହଁ, ଆଇ ୱିଲ୍ ଟକ୍ ଟୁ ହିମ୍, ନଟ୍ ଟୁ ୟୁ। ଠିକ ଅଛି, ରହିଲେ ଆଜ୍ଞା। ହଉ।